ମୁଁ କହିଲି କ'ଣ ପାଇଁ ମ୍ୟାମ୍ ଆପଣଙ୍କର ସୁନ୍ଦର ନୁହନ୍ତି ନାଇଁ ଏମିତି ମତେ ଆପଣ ଅଲଗା କାହାକୁ ଦେଖନ୍ତୁ ମୁଁ କହିଥିଲି ନାଇଁ ମ୍ୟାଡମ୍ ଆପଣ ଯଦି କୋଲାବରେସନ କରିବେ ତାହେଲେ ମୋର କୋଲାବରେସନ ଆପଣ ଆସିକି କରନ୍ତୁ ଏଇଟା ମୁଁ ତାଙ୍କୁ କହିଥିଲି ସେଇ କଥାଟି ବୁଝିଲେ କଷ୍ଟ ଦେଇଥିଲା ତାଙ୍କୁ ଏକ୍ଜାକ୍ଟଲି ସେଇ ଜିନିଷଟା ମୁଁ ତାଙ୍କୁ ପଚାରିବି ଥିଲି ଏଇ ଜିନିଷଟା କହିଲେ ନାଇଁ ଦିଦି ମତେ ବହୁତ ଲୋକ କୁହନ୍ତି ମାନେ ସେ କୁହନ୍ତିନି କି ଗୁଲୁଆ ନା ସେ ମତେ କହିଥିଲେ କି ଦିଦି ନାଇଁ ମୁଁ ଏମିତି ଭଲ ସୁନ୍ଦର ନୁହଁ ତ ସେଥିପାଇଁକା ମୋର ବହୁତ ସାରା ପ୍ରୋବ୍ଲେମ ଅଛି ମୁଁ କରିବିନି ତାଙ୍କୁ ଆହୁରି ମଧ୍ୟ ଗୁଲୁଆ କହୁଥିଲେ ମିରର ସାମ୍ନାରେ ଛିଡ଼ା କରି ଦେଖ ତୁ କେମିତି ଛକା ଭଳି ଦିଶୁଛୁ ଏକ୍ଜାକ୍ଟଲି ବାହାହେଲା ପରେ ଏମିତି କହିପାରିବ ଏଇଟା ଟ୍ରୁଥ ଏଇଟା ମୁଁ ଜାଣିଥିଲି ଏଇ ଜିନିଷଟା ହଁ ହଁ ଏଇଟା ମୁଁ ଜାଣିଥିଲି ସେ ଯେତେବେଳେ ମୁଁ ତାଙ୍କୁ ପଚାରିଥିଲି କି କ'ଣ ହେଇଛି ଯେତେବେଳେ ବହୁତ ପୂର୍ବକୁ ଯାଇ ପଚାରିଲି କ'ଣ ପାଇଁ ତମକୁ ଏ ଜିନିଷ କହୁଥିଲ ନାଇଁ ଦିଦି ମୋର ନିଜ ସ୍ୱାମୀ ମତେ ଏଇସବୁ ଜିନିଷ କହିଛନ୍ତି ମତେ ନିଜକୁ ଭଲ ଲାଗୁନି ଜଣେଇଥିଲେ ଏଇ ଜିନିଷଟା ବହୁତ କାନ୍ଦି ବି ଥିଲେ ସେଦିନ ଯେତେବେଳେ ଏଇ ସବୁ କଥା ହେଇଥିଲା ମୁଁ ପଚାରିଲି କହିଲା କି ହଁ ଦିଦି ମତେ ଏଇ ଜିନିଷ ସେ କହିଥିଲେ କାନ୍ଦି ବି ଥିଲେ ମ୍ୟାଡାମ ବିବାହ କଲା ପୂର୍ବରୁ ଏସବୁ ଜିନିଷ କଲା ପୂର୍ବରୁ ଏସବୁ ଜିନିଷ ଠିକ ରହୁଛି ବିବାହ କଲା ପରେ 8 ବର୍ଷର ସମ୍ପର୍କ ତାପରେ ଝିଅ ମାନେ କୁଆଡେ ଭଲ ଲାଗୁନାହାନ୍ତି ଏଇଟା ସବୁ ପୁଅଙ୍କର ହଉଛି ଗୋଟେ କି ଦୋଷ ଏଟା କୁହନ୍ତି ସେଇଟା ତ ମୁଁ କହିପାରିବିନି ସେଇଟା ସବୁ ପୁଅଙ୍କୁ ଯେତେବେଳେ ଫାଷ୍ଟ ଲଭ୍ ରେ ପଡନ୍ତି ନା ତାଙ୍କୁ ସବୁ ଯାକ ଅସୁନ୍ଦର ଝିଅ ସୁନ୍ଦର ଲାଗନ୍ତି ତାପରେ କିଛି ଦିନ ପରେ 2 ମାସରୁ 3 ମାସ ଗଲା ପରେ ତାପରେ ସବୁ ସେଇ ଝିଅ ପୁଣି ଅସୁନ୍ଦର ଲାଗେ ତାଙ୍କୁ